कारणं ब्रह्मणादि भुक्तिकारणं घटमध्ये प्रतिजय तस्मै श्री गुरवे नमः। आज पवित्र अक्षय तृतीया अक्षिमुठी विहनर अनुकूल हुए। आज कृषक मानकर गोटे पर्व कहले अतुक्ति हम ना। पुराण वर्णित सत्ययुगर जन्म यही पवित्र संध्यारे प्रत्येक दिन तो संध्यारे अल्प बहुत सत्संग अनुष्ठित हुए, किंतु आजिर जो संध्या ये एक स्वतंत्र संध्या। ये संध्यारे यही छोटिया परिसर भितरे आमे समस्ते गुरु प्रेमी माने बसिचंदी। जो माने बसिचंदी समस्ते गुरु प्रेमी। एठी रविशंकरंकर आक्ट ऑफ लिविंग जने साधक तापस बसिचंती। प्राची तटर प्राची तीर्थर नयाहाटस्थ समन्वयी सन्थ प्रेमाचार्य मधुसूदनंकर जने दायाद एवं से प्रवक्ता भागवत कथा कुमत प्रवक्ता प्रवक्ते से मध्य बसिचंती। एवं आम आश्रम तरफ बहुत साधक साधिका माने एठी अछंती, माँ माने भी अछंती। जगन्नाथंक दर्शन आस आमे भल मनीष हवा कथार प्रचारक अरुण बाबू जड़े ज्योतिर्विद से आश्रमर शिष्य हेले से एटी अछंती। तो सत्ययुगटा आ कौन सत्ययुगटा को तो आम कई देखिनु नाटा शुणीचु सत्ययुग। वर्तमान जो परिवेशटी को आपण माने देखुचंती यही होउची सत्ययुग। ये जीव सतसंग बिनु लभी न पारे बरतन। से भागवत कहती ये जीव साधु संग बिनु। साधु कहले जे केवल जट जुटा नाली नेली पोशाक इत्यादि ये सब साधुतार गुण नुहे। ये हो साधु ये गोटे साधु भावर गोटे ये होची गोटे अंश। किंतु निज को धौत जो माने करि पारिचंती जहार आखिरे गुरुंकर आखि बा चकानयनंक आखि नाची उठे, जहार कर्णरे शास्त्रवाणी गुरुवाणी गुरु गुरुजनक वाणी ता कर्णरे सबु बेले शुभ उठाए। जहार मुखरे गुरुंकर नाम कीर्तन स्तव स्तोत्र सहित सुमधुर कथा विनयर कथा ताहार मुखरु भासी आसे। एवं सात्विक भोजन रे जो माने मनोवृत्ति दियंती से माने होचंती साधु। ता सहित साधु होचंती मलय पवन। मलय पवन ताकू व्याख्या करूनी कारण कार्यक्रम बहुत अच्छी। जो माने
ଯେଉଁମାନଙ୍କ ନାସାରେ ହଂସ ବୋଲି ଶବ୍ଦ ନିଶ୍ୱାସ ଦ୍ୱାରା ପ୍ରବାହିତ ହେଉଛି। ହକାରଣେ ବହିରି ଜାତି ସକାରେ ଶକ୍ତି ସମ୍ଭବା ହଂସ ହଂସ କରଦ୍ୱୟ ଜୀବ ଜପତି ସର୍ବଦା। ସେଇ ହେଉଛନ୍ତି ସାଧୁ। ଏଇଭଳି ଭାବରେ ଯାହାଙ୍କର ମସ୍ତକରେ ରହିଛି ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରମ୍ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଗୁରୁମୁଖୀ ହେବା ସବୁଠାରୁ ସାଧୁତାର ଲକ୍ଷଣ। ଭାଗବତ ପଢ଼ିଦେଲେ କେହି ଭାଗବତର ତତ୍ତ୍ୱକୁ ବୁଝିଯାଆନ୍ତି, ସେଇଟା ଆମେ ପ୍ରମାଣ କରିପାରିବା ନାହିଁ। ଯେତେବେଳେ ସେ ବୁଝନ୍ତି ଇଏ ସର୍ବକୃଷ୍ଣର ଶରୀର, ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର, ଏଇ କଥାଟାକୁ ଯେତେବେଳେ ସେ ବୁଝନ୍ତି ଇଏ ସର୍ବକୃଷ୍ଣର ଶରୀର, ତେଣୁ ତାଙ୍କୁ ସବୁ କୃଷ୍ଣମୟ ବୋଲି ଦେଖାଯାଏ। ଯିଏ କୃଷ୍ଣ ସିଏ ହିଁ ରାମ। ଗୀତାରେ କହିଛନ୍ତି ମୁଁ ହେଉଛି ଶସ୍ତ୍ରଧାରୀମାନଙ୍କ ମଧ୍ୟରେ ରାମ। ତେବେ ମୋଟାମୋଟି ସତ୍ୟଯୁଗ ହେଉଛି ପରସ୍ପର ଭିତରେ ଭଲ ପାଇବା। ଆମର ଭାଗବତ ସବୁ ପଢ଼ିଲା ବାଲା ପିଲାମାନେ, ଆଶ୍ରମର ସାଧକମାନେ ଏଠି ବସିଛନ୍ତି। ଆତ୍ମାକୁ ଆତ୍ମା ଦେବେ ସ୍ମରେ ପରମ ଆନନ୍ଦେ ବିହରେ। ଏଇ ଯେଉଁ ସତ୍ସଙ୍ଗଟି ଏଠି ଅନୁଷ୍ଠିତ ହେଇଛି, ଏଠି କେହି କାହାକୁ ନିମନ୍ତ୍ରଣ କରିନାହିଁ, ସମସ୍ତେ ଆସି ପହଞ୍ଚିଗଲେ। ଆଜି ପବିତ୍ର ଅକ୍ଷୟ ତୃତୀୟା, ସତ୍ୟ ଯୁଗର ଜନ୍ମ। ତେଣୁ ଯେଉଁମାନେ ସତ୍ୟର ସାଧକ, ସତ୍ୟର ଚିନ୍ତକ, ସତସଙ୍ଗୀ, ସେଇମାନେ ଯଦି ପୁଣ୍ୟ ପାଇବାକୁ ଇଚ୍ଛା କରୁଛ, ପୁଣ୍ୟାମ୍ଭୋରି ବିଘଟିନି ବିଘଟିତଂ ସତ୍ସଙ୍ଗ ମୂଲୋତ୍ତମା ସଦା ପଲ୍ଲବିନୀ ବିରକ୍ତି କଳିକା ପ୍ରେମ ପ୍ରସନ୍ନର ଜଳା। ଯେଉଁଠି ଭଲ ପାଇବା ରହିଛି, ଯେଉଁଠି ସତ୍ୟ ପାଇଁ ଆମେ ସାଧନା କରୁଛୁ। ଆଜି ଆମ ଦେଶ ଅଶାନ୍ତିରେ ପୂର୍ଣ୍ଣ ହେଇଛି, ଭୟରେ ପୂର୍ଣ୍ଣ ହେଇଛି। ଖାଲି ଆମ ଦେଶ ନୁହେଁ, ଆଜି ଆମର ହିନ୍ଦୁସ୍ତାନ ପାକିସ୍ତାନ ଭିତରେ ଯେଉଁ ଅଶାନ୍ତି ସୃଷ୍ଟି ହେଇଛି, ବର୍ତ୍ତମାନ କେତେ ନିରୀହ ଲୋକମାନେ ଆଜି ମାନେ ନିଃଶବ୍ଦରେ ସୀମାନ୍ତ ଅଞ୍ଚଳର ଲୋକମାନେ ଅଛନ୍ତି। ଆମେ ତ ତାଠୁ ବହୁ ଖୁସିରେ ଅଛୁ, କିନ୍ତୁ ସେମାନଙ୍କର ସତଚିନ୍ତା, ତାଙ୍କ ପାଇଁ ଆଜି ଆମର ସତଚିନ୍ତା ରହିବା ଦରକାର। ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚି ଦୁଃଖ ଭାଗ ଭବେତ୍। ତେଣୁ ଆଜିର ଦିନରେ ଆମେ ପ୍ରାର୍ଥନା କରିବା ଦରକାର। କାଳେ ବର୍ଷନ୍ତୁ ପର୍ଯ୍ୟନ୍ନ ପୃଥିବୀ ଶସ୍ୟଶାଳିନୀ, ପୃଥିବୀ ଶସ୍ୟ ଶ୍ୟାମଳା ପୂର୍ଣ୍ଣ ହଉ। ବର୍ଷନ୍ତୁ ମେଘା ସମୟୋପଯୋଗୀ, ଠିକ୍ ସମୟରେ ବର୍ଷା ହଉ। ଶେଷରେ ସର୍ବେ ଭବନ୍ତୁ ସୁଖୀନ। ଏତିକି କହି ଆପଣମାନ କଥା ଆମେ ଆଜି ଏଇଠି ରଖିବା, ବିଶ୍ରାମ ଦେବା। ପୁଣି ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି। ଜୟ ଗୁରୁ, ଜୟ ଜଗନ୍ନାଥ, ଜୟ ଜୟ ରାଧାରାମ।
जय श्री राम।